ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟ ସମସ୍ତଙ୍କର ଜନ୍ମ ଠାରୁ ଭିନ୍ନ କାହିଁକି? ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଆଉ ଅନ୍ୟ ସମସ୍ତଙ୍କର ଜନ୍ମ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ଅନେକ ଜଣ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ, ଏହି ଧରାପୃଷ୍ଠରେ ଆସି ବହୁତ ବଡ଼ ବଡ଼ କାମ ଗୁଡ଼ିକ କଲେ, ସେମାନଙ୍କୁ ଅନେକ ଲୋକମାନେ ମାନୁଛନ୍ତି, ସେମାନଙ୍କର ଆଦର୍ଶ ଭାବରେ ସେମାନଙ୍କ ପଛରେ ଚାଲୁଛନ୍ତି। ମାତ୍ର ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟମାନଙ୍କର ଜନ୍ମ ଠାରୁ କାହିଁକି ଭିନ୍ନ? ପ୍ରଥମ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହୁଁଛି, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ ହେବେ, ଏହା ତାଙ୍କର ଜନ୍ମର ଅନେକ ବର୍ଷ ପୂର୍ବରୁ 400 ବର୍ଷ ପୂର୍ବରୁ ଭାବବାଣୀ କରାଯାଇଥିଲା। ତାଙ୍କର ଜନ୍ମର 200 ବର୍ଷ ପୂର୍ବରୁ ଭାବବାଣୀ କରାଯାଇଥିଲା। ତାଙ୍କ ଜନ୍ମର 700 ବର୍ଷ ପୂର୍ବରୁ ଭାବବାଣୀ କରାଯାଇଥିଲା। ପରମେଶ୍ୱର ନିଜେ ସେ ଭାବବାଣୀ କରିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ ହେବେ, ଯାହାକି ଆମେ ଆଦି ପୁସ୍ତକ 3 ଅଧ୍ୟାୟର 15 ପଦରେ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସିବେ। ଆମମାନେ ଗଣନା ପୁସ୍ତକ 24 ଅଧ୍ୟାୟରେ ମଧ୍ୟ ଆମେ ଦେଖୁଛୁ ଯେ ଜାକୁବ ଠାରୁ ଏକ ତାରା ଉଦିତ ହେବ। ଆମେ ଯିଶାୟା ପୁସ୍ତକ 7 ଅଧ୍ୟାୟର 14 ପଦରେ ଦେଖୁଛୁ ଯେ ଗୋଟେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ। ଆମେ ମିଖା 5 ଅଧ୍ୟାୟର 2 ପଦରୁ ଆମେ ଦେଖୁଛୁ ଯେ ବେଥଲିହିମରେ ତାହାଙ୍କର ଜନ୍ମଗ୍ରହଣ ହେବା କଥା। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏଥିପାଇଁ ସ୍ୱତନ୍ତ୍ର, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ, ଏହାର ହଜାର ହଜାର ବର୍ଷ ପୂର୍ବରୁ ଭାବବାଣୀ ହୋଇଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମ୍ପୂର୍ଣ୍ଣ ଭାବରେ ଅନ୍ୟମାନଙ୍କ ଠାରୁ ପୃଥକ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଏ ଧରାପୃଷ୍ଠରେ ଜନ୍ମଗ୍ରହଣ କରୁଛନ୍ତି, ସେ ପୃଥିବୀର ସମୟକୁ 2 ଭାଗ କରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ହିଁ ନେଇ ସମଗ୍ର ପୃଥିବୀ ନିବାସୀ ସେମାନଙ୍କ ସମୟ ଗଣନା କରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପୂର୍ବରୁ ତାହାକୁ BC ବିଫୋର ଖ୍ରାଇଷ୍ଟ କୁହାଯାଏ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପରେ AD ଆନୋ ଡୋମିନି ବା ଖ୍ରୀଷ୍ଟାବ୍ଦ ବୋଲି କୁହାଯାଏ। ପ୍ରିୟମାନେ, ଏହି ପ୍ରକାର ଜନ୍ମ କାହାର ହେଇନାହିଁ। କାହାର ଜନ୍ମରେ ମଧ୍ୟ ସମୟ 2 ଭାଗ ହେଇନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସତ୍ୟ, ଆଉ ତାଙ୍କର ଜନ୍ମ ଅନ୍ୟ ସମସ୍ତଙ୍କର ଜନ୍ମ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯଦି ଆମେ ଛାଡ଼ିଦେବା, ତାହେଲେ ଆମେ କୌଣସି ପ୍ରକାର ଭାବରେ ସମୟ ଗଣନା ଆମେ କରିପାରିବା ନାହିଁ। ଆମେ କ୍ୟାଲେଣ୍ଡର କରିପାରିବା ନାହିଁ। ଆମେ ଜନ୍ମ ତାରିଖ ଲେଖିପାରିବା ନାହିଁ। କୌଣସି ବିଷୟ କରିପାରିବା ନାହିଁ। ଅନ୍ୟ କାହାର ଜନ୍ମ, ସେ ତାଙ୍କର ଜନ୍ମକୁ ଆମେ ଯଦି ଡିନାଇ ମଧ୍ୟ କରିବା ନାହିଁ, ତାଙ୍କର ଜନ୍ମ ନାହିଁ କହିଲେ ମଧ୍ୟ ଆମର ଦୁନିଆ ପାଇଁ କିଛି ଫରକ ପଡ଼ିବ ନାହିଁ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଥିଲା। ତାଙ୍କର ଜନ୍ମ ସମୟକୁ 2 ଭାଗ କରିଦେଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କୁମାରୀ ଗର୍ଭରେ ହେଇଥିଲା। ପ୍ରିୟମାନେ, ଆଜି ଯାଏଁ କୌଣସି ଧର୍ମ ନେତା, କୌଣସି ଧର୍ମଗୁରୁ ବା କୌଣସି ଧର୍ମର ପ୍ରତିଷ୍ଠାତା କେବେ ହେଲେ କହିନାହାନ୍ତି ଯେ ମୁଁ କୁମାରୀ ଗର୍ଭରୁ ଆସିଛି। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟର 18 ପଦରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେବା ପରେ ସେମାନେ ସହବାସ ପୂର୍ବେ ସେ ପବିତ୍ରାତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇ ଜଣାପଡ଼ିଲା। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କୁମାରୀ ଗର୍ଭରେ ହେଲା, କାରଣ ତାଙ୍କର ଜନ୍ମ ପବିତ୍ର। ତାଙ୍କ ପାଖରେ କୌଣସି ପ୍ରକାର ପାପ ନଥିଲା। ଏହି ପ୍ରକାର ଜନ୍ମ କୌଣସି ବ୍ୟକ୍ତିର ହେଇନାହିଁ। ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟମାନଙ୍କ ଜନ୍ମଠାରେ ସମ୍ପୂର୍ଣ୍ଣ ଭାବରେ ପୃଥକ ରହିଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଭାବବାଣୀକୁ ସଫଳ କରୁଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସମୟକୁ 2 ଭାଗ କରୁଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଅନ୍ୟ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଭାବରେ ସ୍ୱାମୀ ସ୍ତ୍ରୀଙ୍କର ବିନା ମିଳନରେ କୁମାରୀ ଗର୍ଭରେ ସେ ଜନ୍ମଗ୍ରହଣ କରୁଛନ୍ତି। ଏହା ପୃଥିବୀର ପ୍ରତ୍ୟେକ ଲୋକମାନେ ଏହା ମାନୁଛନ୍ତି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କୁମାରୀ ଗର୍ଭରେ ସେ ଜନ୍ମଗ୍ରହଣ କରିଅଛନ୍ତି। ଆଉ ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ, ଆକାଶରେ ତାରା ଦେଖାଗଲା। ଆକାଶରେ ଲକ୍ଷଣ ଦେଖାଗଲା ଯେ ଜଗତରେ ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ସେହି ତାରା କୌଣସି ମୂର୍ଖମାନଙ୍କୁ ଦେଖାଯାଇ ନାହିଁ, ସେହି ତାରା ପଣ୍ଡିତମାନଙ୍କୁ ଦେଖାଯାଇଛି। ସେଥିପାଇଁ ମାଥ୍ୟୁ 2 ଅଧ୍ୟାୟ 1-2 ପଦ ଲେଖାଗଲା, ହେରୋଦ
ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ। ଏ ପଣ୍ଡିତମାନଙ୍କୁ କିଏ ଜଣେଇଲା? ସ୍ୱର୍ଗ ପଣ୍ଡିତମାନଙ୍କୁ ଜଣାଉଛି। ତାରା ନକ୍ଷତ୍ର ଗୁଡ଼ିକ ସେମାନେ ପଣ୍ଡିତମାନଙ୍କୁ ଜଣାଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଯେ ଲୁକାୟିତ ରହୁ, ଏହା ପରମେଶ୍ୱର ଚାହୁଁନାହାନ୍ତି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଆକାଶର ତାରାମାନେ ମଧ୍ୟ ଘୋଷଣା କରୁଛନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ। ଆଉ କୌଣସି ତାରା ସେଇ ପ୍ରକାର ଭାବେ ଚାଲିବାଟା ଆମେ ଦେଖୁନାହୁଁ, ମାତ୍ର ଏହି ତାରା ଗୋଟେ ସ୍ୱତନ୍ତ୍ର ତାରା ଯିଏକି ଚାଲି ଚାଲି ସେଇ ପଣ୍ଡିତମାନଙ୍କୁ ମାର୍ଗଦର୍ଶନ କରୁଅଛି। ପ୍ରିୟମାନେ, ଏହି ପ୍ରକାର ଘଟଣା ଆମେ କାହାର ଜନ୍ମରେ ଦେଖିନୁ। କାହାର ଜନ୍ମରେ ତାରା ଚାଲିବାଟା, ତାରା ବାଟ ଦେଖାଇବାଟା ଆମେ କୌଣସି ପ୍ରକାର ଭାବରେ ଆମେ ଦେଖିପାରୁନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟ ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ ସେହି ସମୟରେ ବେଥଲିହିମରେ ଅନେକ ମେଷପାଳକମାନେ ସେମାନେ ମେଷ ଜଗୁଥିଲେ। ସେହି ସମୟରେ ଲେଖାଯାଉଛି, ଯଦି ଆମେ ପଢ଼ିବା ଲୁକ ଏହାର 2 ଅଧ୍ୟାୟର 8 ପଦରୁ, ସେହି ଅଞ୍ଚଳରେ କେତେକ ମେଷପାଳକମାନେ ପଦାରେ ରହି ରାତ୍ରିରେ ସେମାନଙ୍କର ପୋଲ ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ପୁଣି ପ୍ରଭୁଙ୍କ ଗୌରବର ଜ୍ୟୋତି ସେମାନଙ୍କର ଚତୁର୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। ପ୍ରିୟମାନେ, କାହାର ଜନ୍ମରେ ମଧ୍ୟ ଦୂତ ଆସି କାହାକୁ କେବେ ହେଲେ କହିନାହାନ୍ତି ଯେ ଏହି ପ୍ରକାର ତ୍ରାଣକର୍ତ୍ତା ଜନ୍ମଗ୍ରହଣ କଲେ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଦୂତ ଆସି କୌଣସି ଧନୀ ବ୍ୟକ୍ତିଙ୍କୁ କହୁନାହାନ୍ତି। ସମାଜରେ ନିନ୍ଦିତ, ତାଡ଼ିତ, ଦୁର୍ବଳ ଶ୍ରେଣୀର ଲୋକ, ତୁଚ୍ଛୀକୃତ ଲୋକ ଯେ ମେଷପାଳକମାନେ, ସେମାନଙ୍କ ନିକଟରେ କୌଣସି ଶୁଭବାର୍ତ୍ତା ନାହିଁ, ମାତ୍ର ପରମେଶ୍ୱର ସେମାନଙ୍କୁ ପ୍ରେମ କରୁଥିବାରୁ ସେମାନଙ୍କ ନିକଟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୁଭବାର୍ତ୍ତାକୁ ପହଞ୍ଚାଉଛନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମରେ ସ୍ୱର୍ଗର ଦୂତମାନେ ଏହି ଧରାପୃଷ୍ଠକୁ ଆସି ମେଷପାଳକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ବାର୍ତ୍ତା ସେମାନଙ୍କୁ ଦେଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟ ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ଆଜି ଯାଏଁ କେହି ମଧ୍ୟ ଗୁହାଳ ଘରେ ଜନ୍ମଗ୍ରହଣ ହେଇନାହାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଗୁହାଳ ଘରେ ଜନ୍ମଗ୍ରହଣ ହେଲେ, ଆଉ ସେଇ ଗୁହାଳ କୁଣ୍ଡରେ ଶୋଇଲେ, କାରଣ ସେ ସମଗ୍ର ମାନବ ଜାତି ନିମନ୍ତେ ଆତ୍ମିକ ଆହାର ଅଟନ୍ତି। ସେହି ଆହାର ଯିଏକି ସମଗ୍ର ମାନବ ଜାତିକୁ ଜୀବନ ପ୍ରଦାନ କରେ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟ ସମସ୍ତ ଜନ୍ମଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ, କାରଣ ସେ ପରମେଶ୍ୱର ଅଟନ୍ତି, ସେ ଉଦ୍ଧାରକର୍ତ୍ତା ଅଟନ୍ତି, ସୃଷ୍ଟିକର୍ତ୍ତା ଅଟନ୍ତି। ତାହାଙ୍କର ଜନ୍ମ ଭାବବାଣୀକୁ ସଫଳ କରେ। ତାହାଙ୍କର ଜନ୍ମ ସମୟକୁ 2 ଭାଗ କରେ। ତାହାଙ୍କର ଜନ୍ମ କୁମାରୀ ମରିୟମଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପାପରହିତ ଜନ୍ମ। ତାହାଙ୍କ ଜନ୍ମ ସମୟରେ ଆକାଶରେ ତାରାମାନଙ୍କର ଲକ୍ଷଣ ଦେଖାଯାଏ, ଆଉ ତାହାଙ୍କ ଜନ୍ମ ସମୟରେ ସ୍ୱର୍ଗର ଦୂତମାନେ ଆସି ତାଙ୍କର ଜନ୍ମର ଘୋଷଣା ମାନବ ଜାତିକୁ କରୁଅଛନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଅନ୍ୟ ସମସ୍ତଙ୍କ ଜନ୍ମଠାରୁ ପୃଥକ, କାରଣ ସେ ପରମେଶ୍ୱର ଅଟନ୍ତି। ଅନେକ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମ୍ବନ୍ଧରେ ଆମେ କହିହେବ, ମାତ୍ର ଆମେ ଏହି 5ଟି ବିଷୟ ଆମେ ଜାଣି ରଖିବା ଯେ ଅନ୍ୟମାନେ କେବେ ହେଲେ ମଧ୍ୟ ଏହି ପ୍ରକାର ଜନ୍ମ ହେଇନାହାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ପରମେଶ୍ୱର ଅଟନ୍ତି, ମାନବ ଜାତିର ଉଦ୍ଧାରକର୍ତ୍ତା। ମାନବ ଜାତିର ପାପକୁ ଉଦ୍ଧାର କରିବା ପାଇଁ ସେହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ। କେହି ମଧ୍ୟ ଏହି ଧରାପୃଷ୍ଠରେ ମାନବ ଜାତିର ପାପରୁ ଉଦ୍ଧାର କରିବା ପାଇଁ ଜନ୍ମଗ୍ରହଣ କରିନାହାନ୍ତି, କାରଣ ଏକମାତ୍ର ଉଦ୍ଧାରକର୍ତ୍ତା। ସେଥିପାଇଁ ପ୍ରେରିତ ପୁସ୍ତକ 4 ବାହାରେ ଲେଖାଗଲା, ଦେଖ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଅନ୍ୟ କୌଣସି ନାମ ଦିଆଯାଏ ନାହିଁ ଯେଉଁ ନାମରେ କି ଉଦ୍ଧାର ପରିତ୍ରାଣ ମିଳିବ, କେବଳ ଗୋଟିଏ ନାମ, ଯୀଶୁ ନାମ। ଯୀଶୁ ହେଉଛନ୍ତି ଉଦ୍ଧାରକର୍ତ୍ତା। ସେଥିପାଇଁ ତାଙ୍କର ଜନ୍ମ ଅନ୍ୟ ସମସ୍ତଙ୍କର ଜନ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପବିତ୍ର ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମକୁ ପ୍ରେମ କରି ଉଦ୍ଧାରକର୍ତ୍ତା ଦେଇଛ। ଆମେ ପାପରେ ଛଟପଟ ଥିଲୁ ପ୍ରଭୁ, ଆମକୁ କେହି ନଥିଲେ ଉଦ୍ଧାର କରିବା ପାଇଁ, ମାତ୍ର ତୁମେ ଉପଯୁକ୍ତ ସମୟରେ ଆମର ଉଦ୍ଧାରକର୍ତ୍ତା ଭାବରେ ଏହି ଧରାପୃଷ୍ଠକୁ ଆସି ଆମକୁ ପାପରୁ ଉଦ୍ଧାର କରି, ନର୍କରୁ ଉଦ୍ଧାର କରି ତୁମେ ସ୍ୱର୍ଗ ଆଡ଼କୁ ତୁମେ ଆମକୁ ନେଉଛ। ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ ପ୍ରଭୁ। ଆମେ ପ୍ରାର୍ଥନା କରୁଛୁ ଆଜି ଅନେକ ତୁମକୁ ନ ଜାଣି ନରକ ଆଡ଼କୁ ଯାଉଛନ୍ତି। ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ସେମାନେ ଏହି ଖ୍ରୀଷ୍ଟମାସ ସମୟରେ ତୁମର ପରିଚୟ ପାଆନ୍ତୁ, ଆଉ ପ୍ରଭୁ ତୁମକୁ ନିଜ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରି ନିଜର ପାପରୁ ପରିଷ୍କୃତ ହୋଇ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଏହା ତୁମେ ଚାହୁଁଛ ପ୍ରଭୁ, ଧନ୍ୟବାଦ। ଏହା ମଧ୍ୟ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ତୁମେ ଯେ ପ୍ରକାର ଦୂତମାନଙ୍କୁ ପଠାଇଲ, ହଁ ପ୍ରଭୁ
ମେଷପାଳକଙ୍କୁ ସମ୍ବାଦ ଦେବା ପାଇଁ ଆମେ ମଧ୍ୟ ଦୂତ ପରି ଅନ୍ୟମାନଙ୍କୁ ତୁମର ସେହି ଆଗମନର ସମ୍ବାଦ, ତୁମର ସେହି ଜନ୍ମର ସମ୍ବାଦ ଆମେ ଅନ୍ୟମାନଙ୍କୁ ଆମେ କହିପାରିବୁ। ଦୟାକରି ତୁମେ ସାହାଯ୍ୟ କର ପ୍ରଭୁ। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପୁନର୍ବାର ଆମେ ପରସ୍ପର ସହିତ ଆମେ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।